हेलो ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର ଗୁଡ୍ ମର୍ଣ୍ଣିଂ ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ଼ ଅପଡେଟ୍ ଆପଣମାନଙ୍କ ପାଇଁ। ଅପଡେଟଟି ହେଉଛି ଆଧାର କାର୍ଡରେ ମିଳୁଛି ମାଗଣା ଗ୍ୟାସ୍ ସିଲିଣ୍ଡର, ଏମିତି ଉଠାଇ ପାରିବେ ଫାଇଦା। ଯଦି ଆପଣ ଏଯାଏଁ ଘରୋଇ ଗ୍ୟାସ୍ ସିଲିଣ୍ଡର କନେକ୍ସନ ପାଇଁ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ, କାରଣ କେବଳ ଆଧାର କାର୍ଡ ଥିଲେ ଆପଣଙ୍କୁ ସହଜରେ ଗ୍ୟାସ୍ ସିଲିଣ୍ଡର ମିଳିପାରିବ। ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ପରେ ଗ୍ୟାସ୍ କନେକ୍ସନ ପାଇବା ଏକ ପ୍ରକାର ସହଜ ହୋଇଛି। ଏହି ସୁବିଧା ପାଇବା ପାଇଁ କୌଣସି ଜଟିଳ ପ୍ରକ୍ରିୟା ନାହିଁ। ଏହା ସତ୍ତ୍ୱେ ଅନେକ ଏହି ଯୋଜନାର ଲାଭ ପାଇପାରି ନାହାନ୍ତି, ତେବେ ଏଥିପାଇଁ ଆଉ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏବେ ଭାରତ ସରକାରଙ୍କ ପକ୍ଷରୁ ଖୁସି ଖବର ମିଳିବାକୁ ଯାଉଛି, କାରଣ କେବଳ ଆଧାର କାର୍ଡ ଜରିଆରେ ସାଧାରଣ ଲୋକେ ଗ୍ୟାସ୍ ସିଲିଣ୍ଡର ପାଇପାରିବେ। କାରଣ ପ୍ରତ୍ୟେକ ଘରକୁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବାକୁ ସଂକଳ୍ପ କରିଛନ୍ତି କେନ୍ଦ୍ର ସରକାର। ଏଣୁ ସାଧାରଣ ଲୋକଙ୍କ ଗ୍ୟାସ୍ କନେକ୍ସନ ବା ଗ୍ୟାସ୍ ସିଲିଣ୍ଡର ଖଣ୍ଡିଏ ପାଇବାର କୌଣସି ସମସ୍ୟା ହେବ ନାହିଁ। କେବଳ ଆଧାର କାର୍ଡ ଥିଲେ ଏହି ସୁବିଧାର ଲାଭ ଉଠାଇ ପାରିବେ ସାଧାରଣ ଲୋକେ, କାରଣ ଏଥିପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଏଥିପାଇଁ ଯେକୌଣସି ସମୟରେ ହିତାଧିକାରୀ ଆବେଦନ କରିପାରିବେ। ଯେଉଁ ବ୍ୟକ୍ତି ବା ପରିବାର ପାଖରେ କୌଣସି ରନ୍ଧନ ଗ୍ୟାସ୍ କନେକ୍ସନ ନଥିବ, ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହେବାକୁ ପ୍ରଥମେ ଆବେଦନ କରିବାକୁ ହେବ। ଏଥିପାଇଁ ଆଧାର କାର୍ଡ ସମେତ ଠିକଣା ପ୍ରମାଣପତ୍ର, ରାସନ କାର୍ଡ, ମୋବାଇଲ ନମ୍ବର ଓ ବୟସ ପ୍ରମାଣପତ୍ରର ଆବଶ୍ୟକତା ରହିବ। ତେବେ ଉଜ୍ଜ୍ୱଳା ଯୋଜନାକୁ ବ୍ୟାପକ କରିବାକୁ କେତେକ ରାଜ୍ୟରେ ଅତିରିକ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହା ମାଧ୍ୟମରେ ମାତ୍ର ଆଧାର କାର୍ଡ ନକଲ ଦାଖଲ କରି ଜଣେ ବ୍ୟକ୍ତି ଉଜ୍ଜ୍ୱଳା ଗ୍ୟାସ୍ କନେକ୍ସନ ପାଇପାରିବ। ବର୍ତ୍ତମାନ ପ୍ରାଥମିକ ସ୍ତରରେ ଏହା କେବଳ ବିହାରରେ ଲାଗୁ କରାଯାଇଛି। ଏହା ସଫଳ ହେଲେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ କରାଯିବ ନେଇ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ନେଇ କୌଣସି ବିଧିବଦ୍ଧ ସୂଚନା ଜାରି କରାଯାଇ ନାହିଁ। ଉଜ୍ଜ୍ୱଳା ଯୋଜନାର ଅଫିସିଆଲ ୱେବସାଇଟକୁ ଭିଜିଟ୍ କରି ପ୍ରଥମେ ଏକ ଫର୍ମ ଡାଉନଲୋଡ୍ କରିବାକୁ ହେବ। ଏହାକୁ ପୂରଣ କରିବା ଆବଶ୍ୟକ ଡକୁମେଣ୍ଟର ନକଲ ସଂଲଗ୍ନ କରି ନିକଟସ୍ଥ ଗ୍ୟାସ୍ ଏଜେନ୍ସିରେ ଦାଖଲ କରି ପାରିବେ। ଏହାପରେ ଆପଣଙ୍କୁ ମାଗଣାରେ ଗ୍ୟାସ୍ କନେକ୍ସନ ପ୍ରଦାନ କରାଯିବ। ଆପଣମାନେ ଜାଣିଲେ ଯେ କେମିତି ଉଜ୍ଜ୍ୱଳା ଯୋଜନାରେ ଆପଣମାନେ ଲାଭ ପାଇପାରିବେ ଆଉ କେମିତି ଆପଣ ଗ୍ୟାସ୍ କନେକ୍ସନ କରିପାରିବେ। ତ ଆପଣ ଯଦି ଗ୍ୟାସ୍ କନେକ୍ସନ ନେଇନାହାନ୍ତି, ଆଜି ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ସାମିଲ ହୋଇନାହାନ୍ତି, ତାହେଲେ ଆପଣ ଜଲ୍ଦି ଏହିପରି ଭାବେ କରି ନିଅନ୍ତୁ। ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ କରିଦେବେ। ପୁଣି ଦେଖାହେବ ଆପଣମାନଙ୍କ ସହ ଆଉ ଗୋଟେ ଏମିତି ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ମୁଁ ରହୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।